ପିଲାମାନେ ଆଜି ତମମାନଙ୍କୁ ମୁଁ ଅଷ୍ଟମ ଶ୍ରେଣୀର ସାହିତ୍ୟିକା ବହିର ବଶିଷ୍ଠ ଓ ବିଶ୍ୱାମିତ୍ର କବିତାଟି ପଢ଼ିବାକୁ ଯାଉଛି। ଏହାର କବି ହେଉଛନ୍ତି ଅନନ୍ତ ପଟ୍ଟନାୟକ। ତାଙ୍କର ଜନ୍ମ ହେଉଛି 11 ଜୁନ 1912 ଏବଂ ସେ 1987 ମସିହାରେ ମୃତ୍ୟୁବରଣ କରିଥିଲେ। ପିଲାଦିନରୁ ସେ ବାପା ମା ଛଣ୍ଡ ଥିଲେ। ସେ ରେଭେନ୍ସା କଲେଜିଏଟ୍ ସ୍କୁଲରେ ବିଦ୍ୟା ଅଧ୍ୟୟନ କରିଥିଲେ। ଯେତେବେଳେ ସେ ନବମ ଶ୍ରେଣୀରେ ପଢ଼ୁଥିଲେ ସେତେବେଳେ ଗୋଟିଏ ପତ୍ରିକା ପ୍ରକାଶ କରିଥିଲେ। ତା ନାଁ ଥିଲା ଛାତ୍ରବନ୍ଧୁ ପତ୍ରିକା। ସେ ଅନେକ ଗୁଡ଼ିଏ କବିତା ଲେଖିଥିଲେ। ଅବାନ୍ତର, ରକ୍ତଶିଖା, ଛାଇର ଛିଟା, ଅଲୋଡ଼ା ଲୋଡ଼ା, ଶାନ୍ତି ଶିଖା, ତର୍ପଣ କରେ ଆଜି, କିଞ୍ଚିତ୍ ଏବଂ ଅନେକ ଶିଶୁ ସାହିତ୍ୟ ମଧ୍ୟ ଲେଖିଛନ୍ତି। ସେଥିମଧ୍ୟରୁ ଛବିଟିଏ ଗପଟିଏ, କସରା ଘୋଡ଼ା, ନାଟକମାନଙ୍କ ମଧ୍ୟରେ ହେଲା ରାବଣ ଆଉ ଚିର ଅନ୍ଧକାର ରାତି। 1965 ମସିହାରେ ଅନନ୍ତ ପଟ୍ଟନାୟକ ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର ପାଇଥିଲେ। 1980 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ। ଅନନ୍ତ ପଟ୍ଟନାୟକ ଏ କବିତାର ହେଉଛନ୍ତି ଯଶସ୍ୱୀ ସ୍ରଷ୍ଟା। ଓଡ଼ିଆ ସାହିତ୍ୟରେ ପ୍ରଗତିଶୀଳ ଚିନ୍ତାଧାରାର ଜଣେ ବିଶିଷ୍ଟ ପ୍ରବକ୍ତା। ସେ ସମାଜରେ ନାନାଦି ସମସ୍ୟା ଉପରେ ତାଙ୍କର ଦୃଷ୍ଟିଭଙ୍ଗୀ ଅତ୍ୟନ୍ତ ସଚେତନ। ଶ୍ରେଣୀହୀନ ସମାଜ ପ୍ରତିଷ୍ଠା, ଅଶିକ୍ଷା, ଧର୍ମାନ୍ଧତା, ଅନ୍ଧବିଶ୍ୱାସ ଦୂରୀକରଣ ଏବଂ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ ତାଙ୍କ କବିତାର ମର୍ମବାଣୀ। ତାଙ୍କର ଅଧିକାଂଶ କବିତାରେ ନୂତନ ଯୁଗ ଓ ସମାଜ ପାଇଁ ରହିଛି ସଶ୍ରଦ୍ଧ ଆହ୍ୱାନ। ମାର୍କ୍ସୀୟ ଚିନ୍ତାଧାରାର ଅନେକ କବିତା ଲେଖିଛନ୍ତି ଯାହାକି ସମାଜର ପରିବର୍ତ୍ତନ ପାଇଁ ଉଲ୍ଲେଖ ଅଟେ। ତାଙ୍କର ଅନେକ କବିତାରେ ସେ ନୂତନ ଯୁଗର ଏହି ତରୁଣମାନଙ୍କୁ ବା ଉଦୀୟମାନ ଯୁବକମାନଙ୍କୁ ଆହ୍ୱାନ ପ୍ରଦାନ କରିଛନ୍ତି କବିତା ମାଧ୍ୟମରେ। ତମେ ହିଁ ସବୁକିଛିର ପରିବର୍ତ୍ତନ କରିଦେଇପାରିବ। ଏ ସାମାଜିକ ପରିବର୍ତ୍ତନ ତମେ ହିଁ କରିଦେଇପାରିବ। ଏହା ଏକ ପୌରାଣିକ ଆଖ୍ୟାୟିକା ଉପରେ ଆଧାରିତ। ହିଂସା, କ୍ରୋଧ ଆଉ ଅସହିଷ୍ଣୁତା ଉପରେ ସଦ୍ଭାବ, ପ୍ରେମ ଓ କ୍ଷମାର ବିଜୟ ଘୋଷଣା କରାଯାଇ। ପାରସ୍ପରିକ ବୁଝାମଣା ଓ ସମ୍ପ୍ରୀତି, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ନିବିଡ଼ ସମ୍ବନ୍ଧ ସ୍ଥାପନ ଏହି କବିତାର ଅନ୍ତର୍ନିହିତ ବାର୍ତ୍ତା। ଶ୍ରାବଣର ବର୍ଷା ପଡ଼େ ଝରି, ଆଶ୍ରମର ତରୁତୃଣ ପରେ, ଇଙ୍ଗୁଦିର ଦୀପ ଉଠେ ଥରି, ମହର୍ଷିର ତିମିରିତ ଘରେ। ଶ୍ରାବଣ ମାସର ବର୍ଷା, ଅହରହ ବର୍ଷା। ତେଣୁ ମୁନି ଆଶ୍ରମରେ ଶ୍ରାବଣର ବର୍ଷା ପଡ଼ୁଛି। ସେହି ସମୟରେ ତରୁ ଆଉ ତୃଣ, ତରୁ ବୋଲେ ବୃକ୍ଷ ଆଉ ତୃଣ ବୋଲେ ଘାସ ଉପରେ ମଧ୍ୟ ବର୍ଷାପାତ ହେଉଛି। ଇଙ୍ଗୁଦିର ଦୀପ ଉଠେ ଥରି, ମହର୍ଷିର ତିମିରିତ ଘରେ। ଇଙ୍ଗୁଦି ଏକ ଗଛ, ତା ଫଳରୁ ତେଲ ବାହାରେ। ଫଳରୁ ତେଲ ବାହାର କରାଯାଏ। ଆମେ କହିବା ଯଦି ସେଇ ଅରଣ୍ୟରେ ମହୁଲ ଗଛ, ସେଥିରୁ ମହୁଲ ଫୁଲ ହୁଏ ଏବଂ ସେଥିରୁ ପରିପକ୍ୱ ହୋଇ ଫଳ ହୁଏ ଟୋଲ। ତେଣୁ ତାହା ମଧ୍ୟ ତୈଳ ଆକାରରେ ବାହାରେ, ଦୀପରେ ବ୍ୟବହାର କରାଯାଇପାରେ। ତେଣୁ ସେ ଇଙ୍ଗୁଦି ତେଲ ମୁନି ଋଷିମାନେ ତାଙ୍କ ଜଟାରେ ଲଗାନ୍ତି। ଏହାକୁ ମଧ୍ୟ ତାପସ ତରୁ କୁହାଯାଏ। ମୃଦୁ ଭାଷେ ସୂଚାଇଲେ ଆସି, ଋଷିପତ୍ନୀ ସତୀ ଅରୁନ୍ଧତୀ, ରନ୍ଧନ ଯେ କରିବି କିପରି, ଲବଣ ତ ନାହିଁ ମହାମତି। ମୃଦୁ ଭାଷେ, ଆସ୍ତେ ଆସ୍ତେ ଧୀର କଣ୍ଠରେ ସୂଚାଇ ଦେଲେ, ସମ୍ୟକ୍ ଧାରଣା ଦେଲେ। ଆସି କିଏ ସେ? ନା ଋଷି ପତ୍ନୀ, ସେ ବଶିଷ୍ଠଙ୍କର ପତ୍ନୀ ଅରୁନ୍ଧତୀ ଆସି ଉପସ୍ଥିତ ହେଲେ ଏବଂ କୋମଳ କଣ୍ଠରେ ବଶିଷ୍ଠଙ୍କୁ କହିଲେ, ରନ୍ଧନ ଯେ କରିବି କିପରି। ରନ୍ଧନ ବୋଲେ ରାନ୍ଧିବି, ମୁଁ କିଭଳି ଭାବରେ ରାନ୍ଧିବି। ଲବଣ ତ ନାହିଁ ମହାମତି, ଲବଣ ଲୁଣ, ହେ ମହାମତି, ମହତ୍ ଅଟେ ମତି ଯାହାର, ବିଦ୍ୱାନ ବୁଦ୍ଧି ଯାହାର, ମହତ୍ ବୁଦ୍ଧି ଯାହାର, ସେ ହେଉଛି ମହାମତି।
ତେଣୁ ଯେହେତୁ ଲୁଣ ନାହିଁ ମୁଁ କିଭଳି ଭାବରେ ରନ୍ଧନ କରିବି ବୋଲି କିଏ କହିଲେ ନା ବଶିଷ୍ଠଙ୍କର ପତ୍ନୀ ଅରୁନ୍ଧତୀ ବଶିଷ୍ଠଙ୍କୁ କହିଲେ। ପିଲାମାନେ ବଶିଷ୍ଠ ହେଉଛନ୍ତି ଜଣେ ମହର୍ଷି ଏବଂ ବିଶ୍ୱାମିତ୍ର ହେଉଛନ୍ତି ରାଜଶ୍ରୀ। ବଶିଷ୍ଠ ମହର୍ଷି ହେଇଥିବାରୁ ସେ ଋଷିମାନଙ୍କ ମଧ୍ୟରେ ଶ୍ରେଷ୍ଠ। ରାଜା ଏବଂ ଋଷି। ରାଜଶ୍ରୀ ତୁମେ ଜାଣିଥିବ ଯେ ରାଜା ହେଇଥିବେ ଏବଂ ଋଷି ମଧ୍ୟ ହୋଇଥିବେ, ସେ ରାଜଶ୍ରୀ। ବଶିଷ୍ଠ ବିଶ୍ୱାମିତ୍ରକୁ ମହର୍ଷି ସମ୍ବୋଧନ କରୁନଥିବାରୁ ବିଶ୍ୱାମିତ୍ର କ୍ରୋଧ ଜର୍ଜରିତ ହୋଇ ତାଙ୍କର 100 ପୁତ୍ରକୁ ବିନାଶ କରିଥିଲେ। ତାପରେ ଉତ୍ତରିଲେ ମହର୍ଷି ବଶିଷ୍ଠ ପ୍ରଶାନ୍ତିର ମଧୁମୟ ସ୍ୱରେ ମାଗି ଆଣ କିଞ୍ଚିତ ଲବଣ ପାଶେ ଯାଇ ବିଶ୍ୱାମିତ୍ର ଘରେ। ଉତ୍ତରିଲେ ଉତ୍ତର ଦେଲେ କିଏ ସେ ନା ବଶିଷ୍ଠ, ମହର୍ଷି ବଶିଷ୍ଠ। ପ୍ରଶାନ୍ତିର ମଧୁମୟ ସ୍ୱରେ, ପ୍ରଶାନ୍ତି ଆନନ୍ଦ ତୃପ୍ତି ଭାବରେ ମଧୁମୟ ଅମୃତମୟ ବା ମିଠା ସୁରରେ କହିଲେ ମାଗି ଆଣ କିଞ୍ଚିତ ଲବଣ ପାଶେ ଯାଇ ବିଶ୍ୱାମିତ୍ର ଘରେ। ପାଶେ ବୋଲି ନିକଟକୁ ବିଶ୍ୱାମିତ୍ରଙ୍କ ଘରକୁ ଯାଇ କିଞ୍ଚିତ ବା ଅଳ୍ପ କିଛି ଲୁଣ ମାଗି ଆଣ। ଲବଣ ଅର୍ଥ ଲୁଣ। ରୋଷେ ଦେବି ସ୍ଫୁରିତ ଅଧରେ ଜଣାଇଲେ କାହିଁ ଯିବି ଗୋଟି ଗୋଟି ପୁତ୍ରଗଣ ହତ୍ୟା କଲା ଯେଉଁ ଆତତାଇ। ରୋଷେ ଦେବି ସ୍ଫୁରିତ ଅଧରେ ଜଣାଇଲେ କାହିଁ ଯିବି। ରୋଷେ ରୋଷେ ଅର୍ଥ ହେଉଛି କ୍ରୋଧ। ସାମାନ୍ୟ ବିରକ୍ତି ଭାବ ବା କ୍ରୋଧ ହୋଇ ସ୍ଫୁରିତ ଅଧରେ କମ୍ପିତ ଓଠରେ ଜଣାଇଲେ କାହିଁ ଯିବି। କାହାକୁ ଜଣାଇଲେ ନା ବଶିଷ୍ଠଙ୍କୁ ଜଣାଇଲେ, ମହର୍ଷି ବଶିଷ୍ଠଙ୍କୁ ଜଣାଇଲେ ଗୋଟି ଗୋଟି ପୁତ୍ର ହତ୍ୟା କଲା ଯେଉଁ ଆତତାଇ। ମୋର ଗୋଟି ଗୋଟି ପୁତ୍ର ଶତପୁତ୍ର ଯେଉଁ ଆତତାଇ ହତ୍ୟାକାରୀ, ଯେଉଁ ହତ୍ୟାକାରୀ ମୋର ଗୋଟି ଗୋଟି ପୁତ୍ରକୁ ହତ୍ୟା କଲା, ମୁଁ ତାଙ୍କ ନିକଟକୁ ଯିବି। ବଶିଷ୍ଠ ମହର୍ଷି ଉପାଧିରେ ବିଶ୍ୱାମିତ୍ରଙ୍କୁ ଭୂଷିତ କଲେ ନାହିଁ ବୋଲି ବା ଡାକିଲେ ନାହିଁ ବୋଲି ରାଗରେ ବିଶ୍ୱାମିତ୍ର 100 ପୁତ୍ରଙ୍କୁ ହତ୍ୟା କରିଦେଇଥିଲେ। କାହାର ନା ବଶିଷ୍ଠଙ୍କର। ଏବଂ ବଶିଷ୍ଠଙ୍କୁ ମଧ୍ୟ ଶେଷରେ ହତ୍ୟା କରିବା ପାଇଁ ପ୍ରୟାସ କରିଥିଲେ। ଜନନୀ ମୁଁ ଶୋକାତୁରା ତା ଆଶ୍ରମେ ଯିବି କେଉଁପରି ଅଦ୍ଭୁତ ଏ ଆଦେଶ ମହର୍ଷି ଭାଗ୍ୟର ଏ ଉପହାସ ପରି। ମୁଁ ଜନନୀ ଶୋକାତୁରା, ଏହା ଅରୁନ୍ଧତୀ କହିଛନ୍ତି କାହାକୁ ନା ମହର୍ଷି ବଶିଷ୍ଠଙ୍କୁ। ତା ଆଶ୍ରମ ଅର୍ଥ ହେଉଛି ବିଶ୍ୱାମିତ୍ରଙ୍କର ଆଶ୍ରମ। ମୁଁ ବିଶ୍ୱାମିତ୍ରଙ୍କ ଆଶ୍ରମକୁ କାହିଁକି ଯିବି। ଅଦ୍ଭୁତ ଆଶ୍ଚର୍ଯ୍ୟ ହେ ମହର୍ଷି ବଶିଷ୍ଠ, ଆପଣଙ୍କର ଆଦେଶ ଏହା ମୋର ଭାଗ୍ୟରେ ଏକ ପରିହାସ ଭଳି ମୁଁ ମନେ କରୁଛି। ଭାଗ୍ୟର ଏ ନୁହେଁ ପରିହାସ, ତାର ଧର୍ମେ କଲ୍ୟାଣ ମୁଁ ଚାହେଁ। ଏଇଟା ଭାଗ୍ୟର ପରିହାସ ନୁହେଁ। ମୋ ଆଖିରେ ନୁହେଁ ଆତତାଇ ଭଲ ପାଏ ତାକୁ ଭଲ ପାଏ। ମହର୍ଷି ବଶିଷ୍ଠଙ୍କର ହୃଦୟ କୋମଳ, କାହା ପ୍ରତି ହିଂସା ଦ୍ୱେଷ ଭାବ ମନ ମଧ୍ୟରେ ନାହିଁ। ଅରୁନ୍ଧତୀକୁ କହିଲେ ଭାଗ୍ୟର ଏ ଉପହାସ ନୁହେଁ, ଥଟ୍ଟା ମଜା କଥା ନୁହେଁ। ତାର ଧର୍ମେ କଲ୍ୟାଣ ମୁଁ ଚାହେଁ। ତାର ମଙ୍ଗଳ ପାଇଁ, ସେ ଯେଉଁ କାର୍ଯ୍ୟ କରୁଛି ତାର ମଙ୍ଗଳ ପାଇଁ ମୁଁ ତାକୁ ଆଶୀର୍ବାଦ କରେ। ମୋ ଆଖିରେ ନୁହେଁ ଆତତାଇ। ବିଶ୍ୱାମିତ୍ର ମୋ ଆଖିରେ ଆତତାଇ ନୁହନ୍ତି। ମୁଁ ତାକୁ ଭଲ ପାଏ, ଅତ୍ୟନ୍ତ ଭଲ ପାଏ। କାହାକୁ ନା ବିଶ୍ୱାମିତ୍ରଙ୍କୁ ବୋଲି ବଶିଷ୍ଠ ମହର୍ଷି କହିଲେ। ଭଲ ପାୟ ଯଦି ଡାକିଥିଲେ ମହର୍ଷି ତାହାରେ ଜୀବନରେ ରକ୍ତ ଅରୁଣିତ ନୋହିଥାନ୍ତା ଆର୍ତ ହାହାକାର। ମହର୍ଷି ବଶିଷ୍ଠଙ୍କୁ ଅରୁନ୍ଧତୀ କହିଛନ୍ତି ଯେ ଯଦି ତୁମେ କହୁଛ ଭଲ ପାଅ ବୋଲି, ଆଉ ତାଙ୍କୁ ଡାକି ଦେଇଥାନ୍ତ ମହର୍ଷି ବୋଲି, କାହିଁକି ତୁମେ ମହର୍ଷି ବୋଲି ଡାକିଲନି। ଜୀବନ ଏ ରକ୍ତ ଅରୁଣିତ ନୋହିଥାନ୍ତା ଆର୍ତ ହାହାକାର। ଜୀବନରେ ଗୋଟିଏ ପରେ ଗୋଟିଏ ପୁଅକୁ ହତ୍ୟା କରି ରକ୍ତ ରଞ୍ଜିତ ହୋଇନଥାନ୍ତା କି ହାହାକାର ପଡ଼ିନଥାନ୍ତା ଆମ ଜୀବନରେ। ମହର୍ଷି ମୁଁ ଡାକି ନାହିଁ ତାକୁ,
ପ୍ରାଣେ ପ୍ରାଣେ ଭଲ ପାଏ ବୋଲି ଜଣାଇଲେ ସଧିରେ ବଶିଷ୍ଠ ସୁସ୍ମୃତଳୁ ସ୍ମିତରେଖା ତୋଳି। ବଶିଷ୍ଠ ବିଶ୍ୱାମିତ୍ରଙ୍କୁ ମହର୍ଷି ବୋଲି ଡାକି ନାହାନ୍ତି। କାହିଁକି ନା ତାଙ୍କୁ ପ୍ରାଣେ ପ୍ରାଣ ଅତ୍ୟନ୍ତ ଭଲ ପାଆନ୍ତି। ସେଥିପାଇଁ ତାଙ୍କୁ ସେ ମହର୍ଷି ବୋଲି ଡାକି ନାହାନ୍ତି। ଜଣାଇଲେ ସଧିରେ ବଶିଷ୍ଠ। ବଶିଷ୍ଠ ଧୀର ଭାବରେ, ସେ ତପସ୍ୱୀ ନା, ତେଣୁ ଧୀର ଭାବରେ ଅରୁନ୍ଧତୀଙ୍କି ଜଣେଇଲେ ସୁଶ୍ରୁତଳୁ, ତାଙ୍କ ଦାଢ଼ି ତଳୁ ବା ଦାଢ଼ି ଭିତରେ ସାମାନ୍ୟ ଈଷତ ହସ ବାହାର କରି ସ୍ମିତରେଖା ତୋଳି କାହାକୁ କହିଲେ ନା ଅରୁନ୍ଧତୀଙ୍କୁ କହିଲେ। ଯଦି ପିଲାମାନେ ବିଷୟବସ୍ତୁଟି ଭଲ ଲାଗିଲା ତାହେଲେ ଗୋଟେ ଲାଇକ୍ କରିବ, ଆଉ ଯଦି ନୂଆ ଆସିଥିବ ବା ନୂଆ ହେଇ ଦେଖୁଥିବ ତାହେଲେ ଗୋଟିଏ ସବସ୍କ୍ରାଇବ୍ ଦେବ, ଅଧିକରୁ ଅଧିକ ସେୟାର କରିବ ଏବଂ ଯଦି ବୁଝିବାରେ କୌଣସି ଅସୁବିଧା ହେଲା ତାହେଲେ ଗୋଟେ ଛୋଟିଆ କମେଣ୍ଟ କରି ମୋତେ ଜଣାଇବ। ଧନ୍ୟବାଦ।